ଆମକୁ ଲୋକ କେମିତି ଦେଖୁଛନ୍ତି କି ଦେଖୁଥିଲେ କି ଦେଖିବେ ଏମିତି ଭାବୁ ଭାବୁ ସେ ମୋତେ ଭଲ ଭାବି ଭାବି ସେ ଅନୁଯାୟୀ କାମ କରି କରି ମଣିଷ ବୁଢ଼ା ହେଇଯାଏ ପଛେ ଜାଣିପାରେନି ସେ ନା ମୋ ବିଷୟରେ କିଛି ଭାବୁଥିଲା ନା ମୋର ଉନ୍ନତି ଚାହୁଁଥିଲା ନା ତାର ଭାବିବା ନ ଭାବିବା ସହିତ ମୋର ମତଲବ ଅଛି। ଅନ୍ୟ ଜଣେ କେମିତି ଆମକୁ ଦେଖୁଛି ବା ଦେଖିବ ସେଇଟା ବେଶୀ ଇମ୍ପୋର୍ଟାଣ୍ଟ ନୁହଁ। ଆମେ ଆମକୁ କେମିତି ଦେଖୁଛେ, ଯେତେବେଳେ ଆମେ ମୁହଁ ଦେଖୁଛେ ଆଇନାରେ ଅନ୍ତରାତ୍ମା ଆଗରେ ଆମ ମୁଣ୍ଡ ତଳକୁ ହେଇଯାଉନି ତ? ଆମେ ଆମକୁ କେମିତି ଦେଖୁଛେ ସେଇଟା ଇମ୍ପୋର୍ଟାଣ୍ଟ, ଓନ୍ଲି ସେଇଟା ଇମ୍ପୋର୍ଟାଣ୍ଟ। ଆମେ ଆମ ଆଗରେ ଯେମିତି ମୁଣ୍ଡ ଟେକି ଚାଲିପାରିବା। ଆମେ ଆମ ବିଷୟରେ ତ ସବୁ ଜାଣିଛେ ନା, ବାହାର ଲୋକ କିଛି ଜାଣିନାହାନ୍ତି ଆମ ବିଷୟରେ, ଯେତେ ଜାଣିଲେ ବି କମ୍। ଆମେ ଆମକୁ ଯେମିତି ଚିହ୍ନିଛେ ସଂସାରରେ କେହି ଚିହ୍ନି ନାହାନ୍ତି। ତେଣୁ ଆମର ମୁଣ୍ଡ ଆମ ଆଗରେ ଟେକିବା ଦରକାର, ଦର୍ପଣ ଆଗରେ। ଆମେ ଯଦି ଦର୍ପଣ ଆଗରେ ମୁଣ୍ଡ ଟେକିକି ନିଶ୍ଚିନ୍ତର ସହିତ ଚାହିଁପାରୁଛେ ତାହେଲେ ଆମେ ଭାବିବା ଦରକାର, ତାହେଲେ ଆମେ ଜୀବନରେ କିଛି କରିପାରିଛୁ। ଭଗବାନ ଆମକୁ ମଣିଷ ଜନ୍ମ ଦେଇ କିଛି ଭୁଲ କରିନାହାନ୍ତି।